କୁକୁଡ଼ା ବି ଯଦି ଆମର କୁକୁଡ଼ା କେତେ କେତେ ସେ କଷ୍ଟ ସହିଷ୍ଣୁ, କ'ଣ କ'ଣ ତାପରେ ଅତ୍ୟାଚାର କରାହେଉଛି, ତାକୁ ଇଞ୍ଜେକ୍ସନ୍ ଦେଇକି ବ୍ରଏଲର କୁକୁଡ଼ା କରାହେଉଛି, ତା ଅଣ୍ଡାକୁ ଫୁଟା ହେଉଛି, ସେଠି ବି ଇଞ୍ଜେକ୍ସନ୍ ଦେଇକି ତାର ସବୁ ଜିନିଷ ତାର ଜୀବନକୁ ସେ ଉତ୍ସର୍ଗୀକୃତ କରିଦେଉଛି ଆମ ପାଇଁ। ଆରେ ସିଏ ହେଉଛି ଆମ ଜାତୀୟ ପକ୍ଷୀ ହେବା ଦରକାର। ମୁଁ ଭାରି ଇମୋସନାଲ୍। କୁକୁଡ଼ା ଆମର ଜାତୀୟ ପକ୍ଷୀ ହେଲେ ଅସୁବିଧା କ'ଣ? କିନ୍ତୁ ଏ କହିବେ ଆଜ୍ଞା ଆମ ଓଡ଼ିଶାର ଜାତୀୟ ପକ୍ଷୀର ନାଁ କ'ଣ? ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ। ମୋର ମନେ ଅଛି ସ୍କୁଲରୁ ଆସିକି ଯେତେବେଳେ ହାଫ୍ ପ୍ୟାଣ୍ଟ ପିନ୍ଧିକି ସ୍କୁଲ ଯାଉଥିଲି, ସେତେବେଳକୁ ହାଇସ୍କୁଲ ସମୟରେ, ଏମଇ ସ୍କୁଲ ସମୟରେ, ମାନେ ସ୍କୁଲରୁ ଆସିକି ବସ୍ତାନଟି ଥୋଇ ଦେଇଛି, ଫୋପାଡ଼ି ଦେଇଛି। ତାପରେ ଆମର ସେତେବେଳକୁ କାଠି ଆଣ୍ଟିନା ଥାଏ, ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଟିଭି, ଫିଲିପ୍ସର ବ୍ଲାକ୍ ଆଣ୍ଡ ହ୍ୱାଇଟ୍ ଟିଭି ଥିଲା। ହାସ୍ୟରସ୍ୟର କବି ଜ୍ଞାନ ହୋତା ସିଏ ଗାଇ ଚାଲିଛନ୍ତି ତାଙ୍କର ହାସ୍ୟରସର କବିତା, ଶୁଣଲୋ ସଖୀ କୁକୁଡ଼ା ଆମର ଜାତୀୟ ପକ୍ଷୀ। ମୁଁ ହସି ସେଦିନ ମୋ ପେଟ ବଥା ହେଇଥିଲା, ବାପାଙ୍କର ପେଟ ବଥା ହେଇଥିଲା। ତାପରେ ସେ କଥାଟିକି, ସେ କବିତାଟିକୁ ନେଇକି ମୁଁ ଆମ ସ୍କୁଲରେ ଶୁଣେଇଥିଲି, ପୁରା ପ୍ରଚାର କରିଥିଲି। ଯଦି ଆଜିକା ସମୟରେ ତାକୁ ପୁରା ଆମ ପାଠ୍ୟପୁସ୍ତକ ସାହିତ୍ୟ ବହିରେ ରଖାଯାଏ ଯେ ଶୁଣଲୋ ସଖୀ କୁକୁଡ଼ା ଆମର ଜାତୀୟ ପକ୍ଷୀ, କିଛି ଅତ୍ୟୁକ୍ତି ହେବ ନାହିଁ ବୋଲି ମୁଁ ଭାବୁଛି। 1678, 1700, 1800 ବର୍ତ୍ତମାନ ପର୍ଯ୍ୟନ୍ତ, ମୁଁ ତ କହୁଛି 1678 ଅଧିକା, 1700, 1800, 1900, 2000 ପର୍ଯ୍ୟନ୍ତ ଭୁଲ ବାହାରି ଯାଇଥିବ ପାଠ୍ୟପୁସ୍ତକ ସାହିତ୍ୟ ବହିରେ। ଯେତିକି ସବୁ କରାହେଉଛି, କେବଳ ସାହିତ୍ୟ ନୁହେଁ, ସାମାଜିକ, ଭୂଗୋଳ, ଇତିହାସ, ଯାହା ବି ଷଷ୍ଠ ଶ୍ରେଣୀର, ସପ୍ତମ ଶ୍ରେଣୀର ବହିରେ ଯେ ଲେଖା ହେଇଛି, ଗଞ୍ଜାମ ଜିଲ୍ଲା ନୁହେଁ, ସେ ହେଉଛି ବ୍ରହ୍ମପୁର ଜିଲ୍ଲା, ଲୁଣ ମରା ହେଉଥିଲା। ବା ପୁଣି କୁହାହେଉଛି ଯେ ଆମର ଯେଉଁ ବିଧାନସଭା ଅଛି, ଆମର ବିଧାନସଭା ଜାଗାରେ କର୍ଣ୍ଣାଟକର ବିଧାନସଭା କରିଦିଆଯାଇଛି। ଛୁଆବେଳେ ଆମେ ଯେତେବେଳେ ସ୍କୁଲକୁ ଆମ ପ୍ରଧାନ ଶିକ୍ଷକ ଆସିବେ, ପଚାରିବେ ଭାରତର ରାଜଧାନୀର ନାଁ କ'ଣ? କିଏ କହିବେ ଓଡ଼ିଶା, କିଏ କହିବ ବାଂଲାଦେଶ, ଏଇଭଳିଆ ଭୁଲ ଭାଲ କଥାବାର୍ତ୍ତା କରନ୍ତି। ଯଦି ଆଜି ସେଇ ଭୁଲ ଭାଲଟି କିଏ କହେ, ତାହେଲେ ସିଏ ବି ଠିକ୍ ହେଇଯିବ। ସବୁ ଜିନିଷ AI ଆଉ ଚାଟ୍ GPT ଦ୍ୱାରା ହେଉଛି। ଏସବୁ ଜିନିଷ ମଝିରେ କରିଦିଆ ହେଇଥିଲା ଆଜ୍ଞା, ଶିକ୍ଷା ପଦ୍ଧତିକୁ AI ଆଉ ଚାଟ୍ GPT ବେଷ୍ଟ କରିଦିଆ ହେଇଥିଲା। କ'ଣ କୁହାଯାଇପାରିବ ୟାକୁ? ତାପରେ ଆଇନଷ୍ଟାଇନ କି ପାଇଲଟ ବନେଇ ଦିଆଯାଇଛି। ପାଇଲଟ ଟୋପି ପିନ୍ଧି ସେ ଆଇନଷ୍ଟାଇନ ହେଇଛନ୍ତି। ଆଉ ଯେତେବେଳେ ଏ ଭୁଲ ଭଟକା ଯେତେବେଳେ ଦେଖା ହେଉଛି, ସିଏ ଯେଉଁ ଗଣ୍ଡବାବୁ ଅଛନ୍ତି, ସେ ଗଣ୍ଡବାବୁ କହୁଛନ୍ତି ଯେ ଯେତିକି ଭୁଲ ଭଟକା ହେଇଛି ୟାକୁ ସଂଶୋଧନ କରି ସ୍କୁଲର ଯେତିକି ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି ସେମାନେ ପଢ଼ାନ୍ତୁ। ସେମାନେ 1700, 1800 ଏଇ ଯେଉଁ ଭୁଲ ଭଟକାକୁ, ଏଇଟା ଭୁଲ ତ କୁହାହେବନି, ଜଘନ୍ୟ ଯେଉଁଟା ଭୁଲ, ଏସବୁକୁ ଯଦି ସେ ସଂଶୋଧନ କରିକି ପଢ଼େଇବେ, ତାହେଲେ ଆପଣ ସେଠି କାହିଁକି ଅଛନ୍ତି? ଆପଣ ବି ଓହ୍ଲେଇ ଆସନ୍ତୁ। ଆମର ଶିକ୍ଷା ପଦ୍ଧତି ପୁରା ଭୁଷୁଡ଼ି ସାଇଲାଣି। ଏ 2.5 ବର୍ଷ ଭିତରେ କ'ଣ ଫୁଲ ଫୁଟିଲା, ଭାରି ଗନ୍ଧେଇଲା। ଆରେ 2036ରେ ଆମ ଓଡ଼ିଶା 100 ବର୍ଷର ହେବ। ଆମ ବିଜେଡ଼ି ସରକାର, ନବୀନ ବାବୁ ତାକୁ 1 ନମ୍ବର କରିକି ପୁରା ଭାରତ ବର୍ଷର ଓଡ଼ିଶାକୁ 1 ନମ୍ବର କରି ରଖିଥିଲେ ବିକାଶରେ। ତୁମେ ଯେତିକି ତଳକୁ ଆଣୁଛ, ଆହୁରି 2.5 ବର୍ଷ ଅଛି। 2029 ଆସିବା ପାଇଁ ବହୁତ ଟାଇମ୍ ଅଛି। କ'ଣ ହେବ ଦେଖାଯାଉ। ଯେହେତୁ ନବୀନ ବାବୁ ଅଣ୍ଟା ଭିଡ଼ିଲେଣି ଏ ପଞ୍ଚାୟତ ଶାସନ, ପୌର ନିର୍ବାଚନ ଏସବୁ ଚାଲିଛି ବୋଲି, ଦେଖାଯାଉ। କିନ୍ତୁ 2029ରେ ପୁଣି ଆଉଥରେ ଓଡ଼ିଶାକୁ ଆମର ଶଙ୍ଖ ଫେରାଇ ଆଣିବାକୁ ପଡ଼ିବ। ଏ ଯେଉଁ ଶିକ୍ଷା ପଦ୍ଧତି ଏମିତି ଚାଲିଲେ ଯାହା ହୁଏ ଅବସ୍ଥା। ଆଉ ଆମ ଗୁରୁଜୀ ଆମକୁ କହୁଥିଲେ, ଶିଶୁ ମନ୍ଦିରରେ ଆମେ ପଢ଼ୁଥିଲୁ, ଶିଶୁ ମନ୍ଦିର ମାନେ ଛାତ୍ର ମୁଁ, ସେଠି କହିବେ ଯାହା ହେବ ଆଉ, ଯାହା ହୁଏ ଅବସ୍ଥା ଆଉ। ଇଏ ଗୋଟେ ଡାଇଲଗ୍ ହେଇଯାଇଥିଲା, ତକିଆ କଲାମ। ସେଇଭଳିଆ ଆଜ୍ଞା, ଯାହା ହୁଏ ଅବସ୍ଥା। ଏଠି କ'ଣ କୁହାଯାଇପାରିବ? 2.5 ବର୍ଷ ଭିତରେ କିଛି ଆଖି ଦୃଶିଆ ଆପଣ ବିକାଶ କରିଛନ୍ତି ବୋଲି ଆପଣ କହିପାରିବେ ନା? ଆମେ ଶାନ୍ତିର ସହିତ କହିପାରିବା କିଛି ଉନ୍ନତି ହେଇନାହିଁ, କିଛି ବିକାଶ ହେଇନାହିଁ। ଏମିତି ଭୁଲ ଭାଲ, ତାହେଲେ ମୁଁ ଆଉ ଭୁଲ କ'ଣ କହିଲି ଆଜ୍ଞା? କୁକୁଡ଼ା ବି ଯଦି ଆମର କୁକୁଡ଼ା କେତେ ସେ କଷ୍ଟ ସହିଷ୍ଣୁ, କ'ଣ ତାପରେ ଅତ୍ୟାଚାର କରାହେଉଛି, ତାକୁ ଇଞ୍ଜେକ୍ସନ୍ ଦେଇକି ବ୍ରଏଲର କୁକୁଡ଼ା କରାହେଉଛି, ତା ଅଣ୍ଡାକୁ ଫୁଟା ହେଉଛି, ସେଠି ବି ଇଞ୍ଜେକ୍ସନ୍ ଦେଇକି ତାର ସବୁ ଜିନିଷ, ତାର ଜୀବନକୁ ସେ ଉତ୍ସର୍ଗୀକୃତ କରିଦେଉଛି ଆମ ପାଇଁ। ଆରେ ସିଏ ହେଉଛି ଆମ ଜାତୀୟ ପକ୍ଷୀ ହେବା ଦରକାର। ମୁଁ ଭାରି ଇମୋସନାଲ୍। କୁକୁଡ଼ା ଆମର ଜାତୀୟ ପକ୍ଷୀ ହେଲେ ଅସୁବିଧା କ'ଣ? କିନ୍ତୁ ଏ କହିବେ ଆଜ୍ଞା ଆମ ଓଡ଼ିଶାର ଜାତୀୟ ପକ୍ଷୀର ନାଁ କ'ଣ? ଜୟ ଶ୍ରୀକୃଷ୍ଣ, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀ।